Welcome everyone to my channel. ଆଜିର ଓଡ଼ିଆ ବ୍ୟାକରଣ କ୍ଲାସରେ ଆଜିର ବିଷୟବସ୍ତୁ ଆମର ରହିଛି ଲିଙ୍ଗ। ଓଡ଼ିଆ ବ୍ୟାକରଣ ଯୋଉ ଲିଙ୍ଗର ପ୍ରକାର ଭେଦ ରହିଛି, କେମିତି ଆମେ ଗୋଟେ ପୁରୁଷବାଚକ ଶବ୍ଦକୁ ସ୍ତ୍ରୀବାଚକ ଶବ୍ଦରେ ପରିଣତ କରିଥାନ୍ତି, କେଉଁ କେଉଁ ଶବ୍ଦ ଗୁଡ଼ିକ ବା କେଉଁ କେଉଁ ପଦ ଗୁଡ଼ିକ ଉଭୟ ଲିଙ୍ଗର ପଦ ବାଚ୍ୟ ହୋଇଥାଏ, କେଉଁ କେଉଁ ଶବ୍ଦ ଗୁଡ଼ିକୁ ଆମେ କ୍ଲିବଲିଙ୍ଗରେ ଗଣନ କରିଥାନ୍ତି, ସେଇ ସବୁ ବିଷୟରେ ଆଜି ଆମେ ଆଲୋଚନା କରିବା। ପ୍ରିଭିୟସ୍ କ୍ଲାସ ଗୁଡ଼ିକରେ ଆମେ ଲିପି, ମାତ୍ରା, ବର୍ଣ୍ଣ, ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ଧ୍ୱନି ଏବଂ ଓଡ଼ିଆ ଭାଷାର ରୂପରେଖ ଏସବୁ ବିଷୟରେ ଆଲୋଚନା କରିକି ଆସିଛନ୍ତି। ସେଗୁଡ଼ିକ ଆପଣ ଦେଖିବାକୁ ଚାହୁଁଥିଲେ ମୋ ଚ୍ୟାନେଲକୁ ଯାଇକି ପ୍ଲେଲିଷ୍ଟ ଓଡ଼ିଆ ଗ୍ରାମାର ପ୍ଲେଲିଷ୍ଟରେ ସର୍ଚ୍ଚ କରି ଦେଖିପାରିବେ। ତ ଚାଲନ୍ତୁ ଆଜିର କ୍ଲାସରେ ଆମେ ଡିସ୍କସନ କରିବା ଓଡ଼ିଆ ବ୍ୟାକରଣର ଲିଙ୍ଗ ଭେଦ। ଲିଙ୍ଗ କହିଲେ ଆମେ କଣ ବୁଝନ୍ତି? ଓକେ, ଲିଙ୍ଗ ହେଉଛି ଶବ୍ଦର ଯେଉଁ ସବୁ ଚିହ୍ନ ବା ଲକ୍ଷଣ ଦ୍ୱାରା ଆମେ ଜାଣିପାରୁ ଯେ ଶବ୍ଦଟି କେଉଁ ବାଚକ ବା କାହାକୁ ବୁଝାଉଛି। ଯେମିତି ଶବ୍ଦଟି ଆମର ପୁରୁଷକୁ ବୁଝାଉଛି କି ସ୍ତ୍ରୀକି ବୁଝାଉଛି କିମ୍ବା କ୍ଲିବବାଚକ, ସେତେବେଳେ ବା ତାହାକୁ ଆମେ ଓଡ଼ିଆ ଭାଷାରେ ଲିଙ୍ଗ କହିଥାଉ। ଓକେ, ଯେଉଁ ସବୁ ଚିହ୍ନ ବା ଲକ୍ଷଣ ଦ୍ୱାରା ଆମେ ଶବ୍ଦଟିର ପୁରୁଷ ବାଚକ କିମ୍ବା ସ୍ତ୍ରୀ ବାଚକ କିମ୍ବା କ୍ଲିବବାଚକ ହୋଇପାରିବ ବୋଲି ଆମେ ଅନୁଭବ କରୁ, ତାହାକୁ ଆମ ଓଡ଼ିଆ ଭାଷାରେ ଲିଙ୍ଗ କହୁ। ତେଣୁ ଓଡ଼ିଆ ଭାଷାରେ ଆମର ଲିଙ୍ଗ କେତେ ପ୍ରକାରର? ନା, ଲିଙ୍ଗ ଆମର ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧିରେ, ତାର ବ୍ୟବହାର ଦୃଷ୍ଟିକୋଣରୁ ଆମେ ତାହାକୁ 4 ଭାଗରେ ବିଭକ୍ତ କରିଛନ୍ତି। ଯଥା କଣ କଣ? ନା, ଆମର ଏକ ରହୁଛି ପୁଂଲିଙ୍ଗ, ପୁଲ୍ଲିଙ୍ଗ ନୁହଁ, ଏଟା ହେଲା ପୁଂଲିଙ୍ଗ ଅନୁସାରେ ଲାଗିଛି। ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ, ଉଭୟଲିଙ୍ଗ ଏବଂ କ୍ଲିବଲିଙ୍ଗ। ପୁଂଲିଙ୍ଗ ହେଉଛି ପୁରୁଷ ପ୍ରାଣୀକୁ ବୁଝାଉଥିବା ପଦକୁ ପୁଂଲିଙ୍ଗ କହୁ। ଯେଉଁ ପଦ ବା ଯେଉଁ ଶବ୍ଦଟି ପୁରୁଷ ଜାତିକୁ ବୁଝାଇଥାଏ, ପୁରୁଷ ପ୍ରାଣୀକୁ ବୁଝାଇଥାଏ, ପୁରୁଷ ମାନେ କେବଳ ମଣିଷ ନୁହନ୍ତି, ସବୁ ପ୍ରାଣୀ ଯୋଉ ରହିଲେ ତାଙ୍କର ପୁରୁଷ ଜାତିଟିକୁ ବୁଝାଉଥିଲେ, ଆମର କୁହାଯାଏ ପୁଂଲିଙ୍ଗ। ସ୍ତ୍ରୀ ଜାତିକୁ ବୁଝାଉଥିବା ପଦଟି ଆମର ହେଲା ସ୍ତ୍ରୀଲିଙ୍ଗ। ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଉଥିବା ପଦକୁ କୁହାଯାଏ ଉଭୟଲିଙ୍ଗ। ଯେଉଁ ପଦ କୌଣସି ପୁରୁଷ ବା ସ୍ତ୍ରୀ ପ୍ରାଣୀକୁ ବୁଝାଉ ନାହିଁ, ଅପ୍ରାଣୀବାଚକ ପଦ, ଯାହାର ଆମେ କୌଣସି ଲିଙ୍ଗ ନିରୂପଣ କରିପାରିବା ନାହିଁ, ଅସମର୍ଥ ହବା, ନା ପୁରୁଷ ନା ସ୍ତ୍ରୀ, ତାହାକୁ ଆମେ କହିଥାଉ କ୍ଲିବଲିଙ୍ଗ। ଓକେ, ଉଦାହରଣ ମାଧ୍ୟମରେ ଆମେ ବୁଝିବା ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ, ଉଭୟଲିଙ୍ଗ ଆଉ କ୍ଲିବଲିଙ୍ଗ ଅନ୍ତର୍ଭୁକ୍ତ କେଉଁମାନେ ହୋଇପାରିବେ। ଓକେ, ପୁଂଲିଙ୍ଗ କହିକି ଆସିଲି ଯାହା ପୁରୁଷ ଜାତିକୁ ବୁଝାଇଥାଏ, ଯଥା ଜଗନ୍ନାଥ, ଗୋପାଳ, ସବୁ ନାମକୁ ବୁଝାଉଛୁ। ବାପା, ଭାଇ, ମାମୁଁ, ଯୁବକ, ପୁଅ, ଏସବୁ ଆମର ପୁରୁଷ ଜାତିକୁ ବୁଝାଉଛି। ଆମର ସେମିତି ସିଂହ, ବାଘ, ହାତୀ, ହରିଣ, ଏସବୁ ଆମର ସିଂହଟା ହଉଛି ପୁରୁଷ, ସିଂହୀଟା ହଉଛି ଆମର ସ୍ତ୍ରୀ, ବାଘ ହଉଛି ପୁରୁଷ, ବାଘୁଣୀ ହେଲା ସ୍ତ୍ରୀ। ସେଇଭଳି ସ୍ତ୍ରୀଲିଙ୍ଗରେ ଆମେ କଣ ଯିବେ? ନା, ଲକ୍ଷ୍ମୀ, ସାବିତ୍ରୀ, ବାଳିକା, ଝିଅ, ମା, ଖୁଡି, ଆଈ, ମାଇଁ, ବାଳିକା, ଗାୟତ୍ରୀ, ସାବିତ୍ରୀ, ସିଂହୀ, ହରିଣୀ, ମୟୂରୀ, ବାଘୁଣୀ ଇତ୍ୟାଦି ଆମର ହଉଛନ୍ତି କଣ? ସ୍ତ୍ରୀଲିଙ୍ଗ। ଉଭୟଲିଙ୍ଗ କଣ? ଉଭୟଲିଙ୍ଗ ଯାହା ଉଭୟଲିଙ୍ଗ, ପୁଂଲିଙ୍ଗ ଆମେ ନିରୂପଣ କରିପାରିବା, ସ୍ତ୍ରୀଲିଙ୍ଗରେ ବି କହିପାରିବା। ସେଟା ଏକ କମନ, ମାନେ ଏକ ସମୂହ ଜାତିକୁ ବୁଝାଇଥାଏ। ତାହା ଏକ ସମୂହ, ଛୁଆ ଛୁଆ ହେଲା, ପିଲା ହେଲା। ଏ ଛୁଆ ପୁଅ ପିଲା ହେଇପାରନ୍ତି, ପୁଅ ଛୁଆ ବି ହୋଇପାରନ୍ତି, ଝିଅ ଛୁଆ ବି ହୋଇପାରନ୍ତି। ପିଲା ବି ପୁଅ ପିଲା ହୋଇପାରେ, ଝିଅ ପିଲା ବି ହୋଇପାରେ। ଶିଶୁ ବି ପୁରୁଷ ଶିଶୁ ହୋଇପାରେ, ଆମର ସ୍ତ୍ରୀ ଶିଶୁ ବି ହୋଇପାରେ। କୁଆ, କୋଇଲି, ଅଣ୍ଡିରା କୁଆ ହୋଇପାରେ, ମାଇ କୁଆ ବି ହୋଇପାରେ। ଅଣ୍ଡିରା କୋଇଲି ହୋଇପାରେ, ମାଇ କୋଇଲି ହୋଇପାରେ। ଗୋରୁ, କର୍ମୀ, ଯାତ୍ରୀ, ଲୋକ, ଏସବୁ ଗୋଟେ ଆମର ସମୂହକୁ ବୁଝାଉଥିଲେ। ସେ କ୍ଷେତ୍ରରେ ଆମେ ଉଭୟ ଲିଙ୍ଗ ନିରୂପଣ କରିପାରିବା, ଯେପରି ପୁରୁଷ କି ସ୍ତ୍ରୀ ଉପସର୍ଗ ଭଳି ଲଗାଇକି ପୁରୁଷ ପିଲା, ସ୍ତ୍ରୀ ପିଲା, ପୁଅ ପିଲା, ଝିଅ ପିଲା, ଓକେ, ପୁରୁଷ ଯାତ୍ରୀ, ନାରୀ ଯାତ୍ରୀ,
ପୁରୁଷ ଲୋକ, ସ୍ତ୍ରୀ ଲୋକ, ଏ ଲୋକ ଆଗରୁ ଆମେ ପୁରୁଷ ଲଗେଇଲେ ପୁରୁଷ ଲୋକ ହେଲା, ସ୍ତ୍ରୀ ଲଗେଇଲେ ସ୍ତ୍ରୀ ଲୋକ ହେଇଗଲା, ସେଟା ସ୍ତ୍ରୀଲିଙ୍ଗ ହେଇଗଲା, ପୁରୁଷ ଲୋକ ପୁଂଲିଙ୍ଗ ହେଇଗଲା। ତେଣୁକରି ଏସବୁ ଶବ୍ଦ ଆମର ହଉଛି ଉଭୟ ଲିଙ୍ଗରେ ଯାଏ। ଯେଉଁ ଶବ୍ଦର ଲିଙ୍ଗ ନିରୂପଣ କରିବାକୁ ଆମେ ଅସମର୍ଥ ବା ଲିଙ୍ଗ ନିରୂପଣ କରିପାରିବ ନାହିଁ ବା ଏହା ପୁଂଲିଙ୍ଗ କିମ୍ବା ସ୍ତ୍ରୀଲିଙ୍ଗରେ ଯିବ ନାହିଁ, ସେଗୁଡିକୁ ଆମେ କହିପାରିବା କଣ ନା କ୍ଳୀବଲିଙ୍ଗ, ଅପ୍ରାଣୀବାଚକ ଶବ୍ଦ। ଯେଉଁ ଆମର ବସ୍ତୁ ପଦାର୍ଥ ଏଇ ସବୁ ଜିନିଷ ଯାଇ ଧାନ, ଚାଉଳ, ମାଟି, ଟେବୁଲ, ଚେୟାର, ସାର୍ଟ, ପ୍ୟାଣ୍ଟ, ଏସବୁ ଆମର ଛତା, ରେଡୁଅ, ବହି, ଏସବୁ ଆମର ଯିବେ କ୍ଳୀବଲିଙ୍ଗରେ। ଓକେ, କ୍ଲିୟର? ସୋ ଆମର ଲିଙ୍ଗ ଚାରି ପ୍ରକାର କଣ କଣ ମଧ୍ୟ ଜାଣିଲେ, ସେଗୁଡିକର ଏକ୍ସାମ୍ପଲ ମାଧ୍ୟମରେ ମଧ୍ୟ ଏଠାରେ ଦର୍ଶାଇ ଦିଆଗଲା। ଲିଙ୍ଗ ଯୋଉ ହଉଛି ଲିଙ୍ଗ ପରିବର୍ତ୍ତନ, ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କରିବା, ତାହାର ବିଧିବିଧାନ ସବୁ ଅଛି। ଆମର କିପରି କରିବା ନା ବିଭିନ୍ନ ପ୍ରତ୍ୟୟ ଲଗାଇ, ବିଭିନ୍ନ ଶବ୍ଦ ଯୋଗରେ ତଥା ବିପରୀତ ଶବ୍ଦ ଯୋଗରେ। ଓକେ, ପ୍ରତ୍ୟୟ ଯୋଗରେ ଆମର ପ୍ରତ୍ୟୟ ଯୋଗରେ ମଧ୍ୟ ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗ କରାଯାଇଥାଏ। ତାପରେ ବିପରୀତ ଶବ୍ଦ ଯୋଗରେ, ତାପରେ ସାଧାରଣତଃ ଅନ୍ୟ କୋଉ ଆମର ଶବ୍ଦ ଯୋଗରେ ମଧ୍ୟ ହୋଇଥାଏ। ଓକେ, ଏଇ ସବୁ ପ୍ରକ୍ରିୟା ମାଧ୍ୟମରେ ଆମେ ଗୋଟିଏ ଶବ୍ଦର ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କରିଥାଉ। ତେଣୁ ବର୍ତ୍ତମାନ ପଢିବା ଆ ପ୍ରତ୍ୟୟ। ଆ ପ୍ରତ୍ୟୟ ଅଛି, ଦୀର୍ଘଇ ପ୍ରତ୍ୟୟ ଅଛି, ଇନ୍ ପ୍ରତ୍ୟୟ, ଉଣି ପ୍ରତ୍ୟୟ, ଉଲି ପ୍ରତ୍ୟୟ, ଇକ ପ୍ରତ୍ୟୟ, ଏସବୁ ପ୍ରତ୍ୟୟ ଲଗାଇ ଆମେ ଗୋଟେ ପୁରୁଷ ଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବା। ଓକେ, ସୋ ଆ ପ୍ରତ୍ୟୟ ଯୋଗ ଦେଖନ୍ତୁ ଆମ ସଭ୍ୟ, ଏଠି ଆ ପ୍ରତ୍ୟୟ ଯୋଗରେ ସଭ୍ୟା ହଉଛି ଭଦ୍ର, ଆ ପ୍ରତ୍ୟୟ ଯୋଗରେ ଭଦ୍ୟା, ଭଦ୍ରା, ଶିଷ୍ୟ, ଶିଷ୍ୟା, କ୍ଷୀଣ, କ୍ଷୀଣା, ଶିଷ୍ଟ, ଶିଷ୍ଟା, ବତ୍ସ, ବତ୍ସା, ସୁତ, ସୁତା, ପ୍ରଥମ, ପ୍ରଥମା, କନିଷ୍ଠ, କନିଷ୍ଠା, ଏସବୁ ଆମର ଆ ପ୍ରତ୍ୟୟ ଯୋଗରେ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ ହୋଇଛନ୍ତି। ଓକେ, ଆହୁରି ମଧ୍ୟ ଆ ପ୍ରତ୍ୟୟ ଅଛି ଆମର ବିନୀତ, ବିନୀତା, ମଳିନ, ମଳିନା, ପଶ୍ଚିମ, ପଶ୍ଚିମା, ଦକ୍ଷିଣ, ଦକ୍ଷିଣା, ମହାଶୟ, ମହାଶୟା, ଏସବୁରେ ଆମର ଶେଷ ଅକ୍ଷରଟିରେ ପୁଂଲିଙ୍ଗର ଶେଷ ଅକ୍ଷରଟିରେ ଆ ପ୍ରତ୍ୟୟ ବା ଆକାର ଯୋଗ କରି ଆମେ ତାହାର ସ୍ତ୍ରୀଲିଙ୍ଗ ନିରୂପଣ କରିଛନ୍ତି। ଓକେ, ଏଠି ଆମର ରହିଲା ଏଠି ଆମର ରହିଲା କଣ ଦେଖନ୍ତୁ, କଣ ଦେଇଛି କ ପ୍ରତ୍ୟାନ୍ତ ଶବ୍ଦର, ଯେତେବେଳେ କ ଟା ଆମର ଗୋଟେ ଶବ୍ଦର ଗୋଟେ ପୁରୁଷ ପୁଂଲିଙ୍ଗ ଶବ୍ଦର ଶେଷ ଅକ୍ଷର ଥାଏ କ, ତାପରେ ସେଠାରେ ଆମର ଆ କିମ୍ବା ଇକା ଲଗେଇ ଯଦି ଆମର ଏଠି ଦେଖନ୍ତୁ ଆମର ଅକ ଉଚ୍ଚାରଣ ହେଉଛି, ପାଠକ ଅକ ଉଚ୍ଚାରଣ ହେଲା, ପାଚକ ଅକ, ଚକ ପାଚ ଅକ, ଏସବୁ ଅକ ଉଚ୍ଚାରଣ ହଉଛି। ଅକ ଉଚ୍ଚାରଣ ଥିଲେ ଶେଷରେ, ଶବ୍ଦର ଶେଷରେ ଅକ ଉଚ୍ଚାରଣ ଥିଲେ ତାକୁ ଆମେ ଯେତେବେଳେ ତାକୁ ଆମେ ସ୍ତ୍ରୀଲିଙ୍ଗରେ ପରିଣତ କରିବା, ସେତେବେଳେ ଆମେ ସେ ଅକ ବଦଳରେ ଆମେ ଇକାର ବ୍ୟବହାର କରିବା। ଇକା, ପାଚକ ଅକ ଅଛି ଶେଷରେ, ତାର ସ୍ତ୍ରୀଲିଙ୍ଗ ହବ ପାଚିକା। ବୁଝିପାରିଲେ? ବାଳକ ଅକ ଅଛି, ଅକର ପରିବର୍ତ୍ତନ ଘଟି ଆମେ ବାଳିକା, ଇକାର ଯୋଗ କରୁ। ଇକାର ମାନେ ଇକାକୁ ଆମେ ଯୋଗ କରୁ। ଗାୟକ, ଗାୟିକା, ନାୟକ, ନାୟିକା, ସାଧକ, ସାଧିକା, ପାଳକ, ପାଳିକା। ଅକ ଯଦି ଆମର ଗୋଟେ ଶବ୍ଦରେ ଶେଷରେ ଆମର ଅକର ଉଚ୍ଚାରଣ ହଉଛି, ତାହାକୁ ଆମେ ସ୍ତ୍ରୀଲିଙ୍ଗରେ ପରିଣତ କଲେ ଇକା ଯୋଗ କରି ଆମେ ସ୍ତ୍ରୀଲିଙ୍ଗକୁ ପରିଣତ କରିପାରିବା। ଓକେ, ସୋ ନେକ୍ସଟ ଆମେ ଦେଖିବା କଣ ହେଲା ନା ଦୀର୍ଘଇ ପ୍ରତ୍ୟୟ ଯୋଗରେ ଆମେ କେମିତି କଣ ପରିବର୍ତ୍ତନ କରିବା ଗୋଟେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗ। ଏସବୁ କୋଶ୍ଚିନ ସିଧାସଳଖ ଆମର ଯେକୌଣସି ଯୋଉ ଆମର ଆରଆଇ ହଉ, ଅମିନ ହଉ, ଏସବୁ ପରୀକ୍ଷା ଯୋଉ ଓଡିଆ ବ୍ୟାକରଣ ପରୀକ୍ଷା ସିଧାସଳଖ ଆସିଥିବ ଅଲିଅଳର ସ୍ତ୍ରୀଲିଙ୍ଗ ଶବ୍ଦ ନିରୂପଣ କର, ଚାରୋଟି ଅପସନ ଦେଇଥିବ, କେଉଁଠି ସଠିକ। ଦୀର୍ଘଇ ପ୍ରତ୍ୟୟ ଯୋଗରେ ଅଲିଅଳ ରହିଲା, ମୋର ଦୀର୍ଘଇ ଲାଗିକି ଅଲି ଅଳି, ନର ନାରୀ, କଣା କାଣି, କେମ୍ପା କେମ୍ପି, ଘୋଡା ଘୋଡି, ଚଢା ଜାଡି, ନଦ ନଦୀ, ସିଂହ ମୁଁ କହିକି ଆସିଥିଲି ସିଂହୀ ସ୍ତ୍ରୀଲିଙ୍ଗ, ନଟ ନଟି, ବୁଢା ବୁଢୀ, ହଂସ ହଂସୀ, ସଖା ସଖୀ, ଦାସ ଦାସୀ। ତେଣୁ ଦୀର୍ଘଇ ପ୍ରତ୍ୟାନ୍ତରେ ଆମର ଏଇ ସବୁ ଶବ୍ଦ ଗୁଡିକ ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ ହୋଇଥାଏ। ଓକେ, ଏଠି ଯେମିତି ଆମର ନାଗର ନାଗରୀ, ମୟୂର ମୟୂରୀ, ଭଲ୍ଲୁକ ଭଲ୍ଲୁକୀ, ମାନବ ମାନବୀ,
ମଣ୍ଡଳ ମଣ୍ଡଳୀ ଏସବୁ ହଉଛନ୍ତି ଆମର ଦୀର୍ଘଇ ପ୍ରତ୍ୟୟ। ଶବ୍ଦର ଶେଷ ଅକ୍ଷରରେ ଇ ପ୍ରତ୍ୟୟ ଦୀର୍ଘଇ ପ୍ରତ୍ୟୟ ଯୋଗରେ ପୁଂଲିଙ୍ଗରୁ ଆମେ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କରିଛନ୍ତି। ଏହାପରେ ଆମେ ଦେଖିବା ଆହୁରି ମଧ୍ୟ ଶବ୍ଦ ଗୁଡିକ ଅଛି ଯୋଉଠି ଆମର ଦୀର୍ଘଇ ପ୍ରତ୍ୟୟ ଲାଗେ। ନ ହଲନ୍ଥିଲେ ଏଠି ଆମର ନ ଅଛି ଆମର ଆୟୁଷ୍ମାନରୁ ଆୟୁଷ୍ମତୀ, ରୂପବାନରୁ ରୂପବତୀ, ଗରିୟାନ ଗରିୟସୀ, ମଉସା ମାଉସୀ, ପିତାମହ ପିତାମହୀ, ଛାଗ ଛାଗି, ଅସୁର ଅସୁରୀ, ଶିକ୍ଷକର ଶିକ୍ଷୟିତ୍ରୀ ହବ ଶିକ୍ଷୟିତା ବି ଶିକ୍ଷୟିତ୍ରୀ, ଘୋଡା ଘୋଡି। ଓକେ, ତେଣୁକରି ଦୀର୍ଘଇ ପ୍ରତ୍ୟୟ ଯୋଗରେ ମାନେ ଆ ପ୍ରତ୍ୟୟ ଯୋଗରେ ଅକକୁ ଆମର ଯଦି ଅକକୁ ପରିବର୍ତ୍ତନ କରି ଇକ କରି ମଧ୍ୟ ଆମେ ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କଲୁ ଦୀର୍ଘଇ ପ୍ରତ୍ୟୟ ଯୋଗରେ। ଏବଂ ତାପରେ ଦେଖିବା ଇନ୍ ବା ଇନି ପ୍ରତ୍ୟୟ ଯୋଗରେ। ଓକେ, ଗୁଣି ଗୁଣିନି ଏଠି ଆମର ଇନି ପ୍ରତ୍ୟୟ ଯୋଗ ହେଲା ମାନି ମାନିନି, ଜ୍ଞାନୀ ଜ୍ଞାନିନୀ, ହସ୍ତି ହସ୍ତିନୀ ଏଠି ଆମର ଇନି ପ୍ରତ୍ୟୟ ଯୋଗରେ ଯଶସ୍ୱୀ ଯଶସ୍ୱିନୀ ଇନି ପ୍ରତ୍ୟୟ ଯୋଗରେ ଆମେ କୌଣସି ପୁଂଲିଙ୍ଗ ଶବ୍ଦକୁ ସ୍ତ୍ରୀଲିଙ୍ଗରେ ପରିଣତ କରୁଛନ୍ତି। ତପସ୍ୱୀ ତପସ୍ୱିନୀ, ମେଧାବୀ କଣ ହବ ନା ମେଧାବୀର ସ୍ତ୍ରୀଲିଙ୍ଗ ହେଲା ମେଧାବିନୀ। ତ ଏଇଭଳି ଆମେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରୁଛନ୍ତି। ଓକେ, ତାପରେ ଦେଖିବା ଆମର ଆଣି ବା ଆନି ପ୍ରତ୍ୟୟ ଯୋଗ। ଇନି ପ୍ରତ୍ୟୟ ଗଲା, ଏବେ ଆସିବ ଆଣି ବା ଆନି ପ୍ରତ୍ୟୟ। ଗୋଟେ ଶବ୍ଦ ରହିଛି ଆମର ଏଠି କଣ ସର୍ବ। ସର୍ବରେ ଆମେ ଆଣି ପ୍ରତ୍ୟୟ ଯୋଗ କଲେ ଆମର କଣ ହେଇଗଲା ନା ସର୍ବାଣୀ। ଇନ୍ଦ୍ରଙ୍କ ସ୍ତ୍ରୀଲିଙ୍ଗ ଇନ୍ଦ୍ରାଣୀ, ରୁଦ୍ରର ସ୍ତ୍ରୀଲିଙ୍ଗ ରୁଦ୍ରାଣୀ, ଏଠି ସବୁ ଆଣି ପ୍ରତ୍ୟୟ ଯୋଗ ହଉଛି। ଶାନ୍ତ ଶାନ୍ତାଣୀ, ବାରିକ ବାରିକାଣୀ ଆଣି ପ୍ରତ୍ୟୟ। ଆମର ଠାକୁର ଠାକୁରାଣୀ, ଚାକର ଚାକିରାଣୀ, ଓକିଲ ଓକିଲାଣୀ, ଓକିଲର ସ୍ତ୍ରୀଲିଙ୍ଗ ହଉଛି ଓକିଲାଣୀ। ଏ ଆଣି ପ୍ରତ୍ୟୟ ଯୋଗରେ ଆମର ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରାଯାଇଛି। ଆଣି ଉଣି, ଉଣି ପ୍ରତ୍ୟୟ ଯୋଗରେ କନ୍ଧ କନ୍ଧୁଣୀ, ଏଠି ଆମର ଉଣି କନ୍ଧରେ ଉଣି ପ୍ରତ୍ୟୟ ଯୋଗ ହେଲା କନ୍ଧ ତ ଉଣି ହେଲା ଆମର କନ୍ଧୁଣୀ। କଂସାରୀ କଂସାରୁଣୀ, ସରି ଆମର କୁମ୍ଭାର କୁମ୍ଭାରୁଣୀ, ଚମାର ଚମାରୁଣୀ, ଅସୁର ଅସୁରୁଣୀ, ଭିକାରୀ ଭିକାରୁଣୀ, ଏସବୁ ଆମର ଶବ୍ଦରେ ଆମର ଯୋଉ ପୁଂଲିଙ୍ଗ ଶବ୍ଦରେ ଉଣି ପ୍ରତ୍ୟୟ ଯୋଗ ହୋଇ ଆମର ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କରାଯାଇଛି। ଓକେ, ନେକ୍ସଟ ରହିଲା ଆମର କଣ ନା ଣି ପ୍ରତ୍ୟୟ। ଣି ପ୍ରତ୍ୟୟ ଯୋଗ କେଉଁ କେଉଁ ଶବ୍ଦ ଗୁଡିକ ହୋଇ ଦେଖିବା। ମିତ ମିତଣୀ, ମିତରେ ଆମର ଣି ଆମର ଦୀର୍ଘିକାର ଣି ଲାଗିଲା। ମୂଲିଆ ଅଛି ମୂଲିଆଣୀ, ଏକୁ ଆଣି କହିବେନି, ମୂଲିଆଟା ହଉଛି ଗୋଟେ ଶବ୍ଦ, ମୂଲି ଶବ୍ଦ ନୁହେଁ, ମୂଲିଆଟା ହଉଛି ଆମର ଗୋଟେ ପୁଂଲିଙ୍ଗ ଶବ୍ଦ, ତା ସେଥିରେ ଆଣି ଲାଗିକି ଆମର ମୂଲିଆଣୀ ହେଲା। ଣି ପ୍ରତ୍ୟୟ ଅଲଗା ଥିଲା। ବ୍ରହ୍ମା ବ୍ରହ୍ମାଣୀ, ଇନ୍ଦ୍ର ଇନ୍ଦ୍ରାଣୀ, ଇନ୍ଦ୍ର ଇନ୍ଦ୍ରାଣୀ, ବ୍ରହ୍ମା ଆମର ବ୍ରହ୍ମାରେ ଣି ଲାଗିଗଲା ବ୍ରହ୍ମାଣୀ, ଇନ୍ଦ୍ରରେ ଆଣି ଲାଗିଗଲା ଇନ୍ଦ୍ର ଆଣି ଇନ୍ଦ୍ରାଣୀ, ସେଟା ହେଲା ଆଣି ପ୍ରତ୍ୟୟ। ଏଟା ହଉଛି ଆମର ଣି ପ୍ରତ୍ୟୟ। ଓକେ, ମୂଲିଆ ଣି ମୂଲିଆଣୀ। ଓକେ, এটা ଆମର ଣି ପ୍ରତ୍ୟୟ ରହିଛି। ଓଡିଆରେ ଣି ଲାଗିଲା ଓଡିଆଣୀ, ଚୋରରେ ଣି ଲାଗିଲା ଚୋରଣୀ, କିନ୍ତୁ ଇନ୍ଦ୍ରରେ ଆଣି ଲାଗିଲା ଇନ୍ଦ୍ରାଣୀ। ଓକେ, ତେଣୁ ଇନ୍ ପ୍ରତ୍ୟୟ ଉନ୍ ପ୍ରତ୍ୟୟ ଆଣି ପ୍ରତ୍ୟୟ ଣି ପ୍ରତ୍ୟୟ ଏସବୁ ଯୋଗରେ ଆମେ ଗୋଟେ ପୁଂଲିଙ୍ଗ ଶବ୍ଦକୁ ସ୍ତ୍ରୀଲିଙ୍ଗରେ ପରିଣତ କରିଥାନ୍ତି। ସେସବୁର ଅଧିକ ଏକ୍ସାମ୍ପଲ ଏଠି ଅଛି। ଇନ୍ ବା ଇନି ପ୍ରତ୍ୟୟ ହସ୍ତି ହସ୍ତିନୀ, ଧନ ଧନିନୀ, ମାୟାବୀ ମାୟାବିନୀ, ଏଠି ଆମର ଇନ୍ ବା ଇନି ପ୍ରତ୍ୟୟ ଯୋଗ ହେଲା। ଏ ସର୍ବ ଇନ୍ଦ୍ରରେ ଆମର ଆଣି ପ୍ରତ୍ୟୟ ଯୋଗ କରାଯାଇ ସ୍ତ୍ରୀଲିଙ୍ଗ କରାଯାଇଛି ସର୍ବାଣୀ ଇନ୍ଦ୍ରାଣୀ। ଏଠି ଆମର ଆନି ପ୍ରତ୍ୟୟ ଭବର ଭବାନୀ, ଆମର ଉଣି ପ୍ରତ୍ୟୟ ଯୋଉ ରହିଲା ଆମର ଚମାର ଚମାରୁଣୀ, ବାଘ ବାଘୁଣୀ, ସାପ ସାପୁଣୀ, ଏସବୁ ଆମର ଉଣି ପ୍ରତ୍ୟୟ ଯୋଗରେ ଆମର କଣ କରାଯାଇଛି ତାକୁ ନା ସ୍ତ୍ରୀଲିଙ୍ଗକୁ ପରିବର୍ତ୍ତନ କରାଯାଇଛି। ଆଉ ଆମର ଅଛି କଣ ନା ଇଆଣୀ ପ୍ରତ୍ୟୟ, ଇଆଣୀ ଉଲି ପ୍ରତ୍ୟୟ। ଇଆଣୀ ପ୍ରତ୍ୟୟରେ ଆମେ ପଣ୍ଡିତ ଆଣି, ଇଆଣୀ ପଣ୍ଡିତ ଯୁକ୍ତ ଇଆଣୀ, ଆଣି ନୁହଁ ଇଆଣୀ, ପଣ୍ଡିତିଆଣୀ, ମାଲିକ ଇଆଣୀ ଯୋଗରେ କଣ ହେଲା ନା ମାଲିକିଆଣୀ, ଜମିଦାର ଇଆଣୀ, ଜମିଦାରୀ ଜମିଦାରିଆଣୀ ଇଆଣୀ। ସେଇଭଳି ଉଲି ପ୍ରତ୍ୟୟ ଯୋଗରେ ବଗରେ ଉଲି ଲଗେଇଦେଲେ, ଉଲି ପ୍ରତ୍ୟୟ ଯୋଗ କଲେ ବଗୁଲି, ବଗୁଲିଟା ସ୍ତ୍ରୀଲିଙ୍ଗ ବେଙ୍ଗ ବେଙ୍ଗୁଲି। ଓକେ, ଆହୁରି ମଧ୍ୟ ଏକ୍ସାମ୍ପଲ ଆମର ଦିଆଯାଇଛି ମାଟିଆ ମାଟିଆଣୀ, ଣି ପ୍ରତ୍ୟୟ ମିତ ମିତଣୀ, ଧୋବା ଧୋବଣୀ।
ତ ଏଇଭଳି ଆମର ଣି ପ୍ରତ୍ୟୟ, ଉଣି ପ୍ରତ୍ୟୟ, ଉଲି ପ୍ରତ୍ୟୟ, ଇଆଣି ପ୍ରତ୍ୟୟ, ଉନି ପ୍ରତ୍ୟୟ, ଆ ପ୍ରତ୍ୟୟ, ଦୀର୍ଘଇ ପ୍ରତ୍ୟୟ, ଏସବୁ ପ୍ରତ୍ୟୟ ଦ୍ଵାରା ଆମେ ପ୍ରତ୍ୟୟର ଯୋଗରେ ଆମେ ଗୋଟେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗ ରୂପେ ପରିଣତ କରିଥାନ୍ତି। ସେଇଭଳି କହିଆସି କିଛି ଶବ୍ଦ ବା ବିପରୀତ ଶବ୍ଦ ଅର୍ଥ ଯୋଗରେ ମଧ୍ୟ ଆମେ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ ପରିଣତ କରିବା। ଅଜାର ବିପରୀତ ଶବ୍ଦ ହଉଛି ଆଇ, ଆଇଟା ହଉଛି ସ୍ତ୍ରୀଲିଙ୍ଗ। ପିତାର ମାତା, ବାପାର ମା ବା ବୋଉ ବିପରୀତ ଶବ୍ଦ, ସିଏ ମଧ୍ୟ ହଉଛି ସ୍ତ୍ରୀଲିଙ୍ଗ। ଅଣ୍ଡିରାର ବିପରୀତ ଶବ୍ଦ ମାଇ। ଓକେ, ଆମର ଯଦି ଗୋଟେ ଆମର ଉଭୟ ଲିଙ୍ଗୀ ଶବ୍ଦ ଅଛି, ପିଲା, ଅଣ୍ଡିରା ପିଲା, ମାଇ ପିଲା। ଛେଳି, ଅଣ୍ଡିରା ଛେଳି, ମାଇ ଛେଳି। ଅଣ୍ଡିରା ମାଇ ଯୋଗ କରିଦେଲେ ସେ ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ ହେଇଯିବ। ସେଭଳି ଆମର ଭାଇର, ଭାଇର ଆମର ଭଉଣୀ ହେଇପାରେ, ଭାଉଜ ହେଇପାରେ, ଭାଇ ବୋହୂ ବି ହେଇପାରେ। କିନ୍ତୁ ଏଗୁଡିକର ଭଉଣୀ ହବ, ଭାଉଜ ବି ହବ, ଭାଇ ବୋହୂ, ହଁ ଭାଇ ବୋହୂ ହେଇପାରେ। ଏସବୁ ହଉଛି କଣ ନା ତାର ସ୍ତ୍ରୀଲିଙ୍ଗ ଶବ୍ଦ, ମାତ୍ର ଏହାର ଅର୍ଥ ସବୁ ଭିନ୍ନ ଭିନ୍ନ। ଶ୍ୱଶୁରର ଆମର ଶାଶୁ, ପୁଅର ଝିଅ ହବ, ବୋହୂ ହବ। ନଣନ୍ଦେଇର ନଣନ୍ଦ, ପତିର ପତ୍ନୀ, ଏସବୁ ଆମର ବିଭିନ୍ନ ଶବ୍ଦ ବ୍ୟବହାର କରି ଆମେ ଗୋଟେ ପୁଂଲିଙ୍ଗ ଶବ୍ଦକୁ ସ୍ତ୍ରୀଲିଙ୍ଗ ଶବ୍ଦରେ ପରିଣତ କରିଥାନ୍ତି। ବିଭିନ୍ନ ଶବ୍ଦ ହେଇପାରେ କିମ୍ବା ବିପରୀତ ଶବ୍ଦ ବି ହୋଇପାରେ। ସ୍ୱାମୀର ସ୍ତ୍ରୀ, ମାମୁଁର ମାଇଁ, ଏସବୁ ବିପରୀତ ଶବ୍ଦ ୟୁଜ କରି ମଧ୍ୟ ବ୍ୟବହାର କରି ମଧ୍ୟ ଆମେ ଏହାର ସ୍ତ୍ରୀଲିଙ୍ଗ ନିରୂପଣ କରିଛନ୍ତି। ଏଠି ଆହୁରି ଅଛି ଦେଖନ୍ତୁ, କକେଇ ଖୁଡି, ରଜା ରାଣୀ, ବିଦ୍ୱାନ ବିଦୁଷୀ, ଭେଣ୍ଡା ପୁଅ, ଭୁଆସୁଣୀ ଝିଅ। ଓକେ, ତ ପରବର୍ତ୍ତୀ ଦେଖିବା କଣ, ଏଠି ଦେଖନ୍ତୁ ଉଭୟ ଲିଙ୍ଗ କହିଲି, ପୁରୁଷ ଉଭୟ ଲିଙ୍ଗ ବାଚକ ଶବ୍ଦରେ ପୁରୁଷ ସ୍ତ୍ରୀ ବାଚକ ଶବ୍ଦ ବ୍ୟବହାର କରି ତା ପୂର୍ବରୁ ବ୍ୟବହାର କରି ଆମେ ତାହାର ଲିଙ୍ଗ ନିରୂପଣ କରିଥାନ୍ତି। କହିଛି ପିଲା, ପୁଅ ପିଲା, ଝିଅ ପିଲା। ପୁଅ ଲଗେଇଦେଲେ ଏଠି ଆମର ପୁଅ ପିଲାକୁ ଆମର ପୁରୁଷ ପିଲାକୁ ଦର୍ଶାଇଲା, ଝିଅ ଲଗେଇଦେଲେ ଝିଅ ପିଲାକୁ ଦର୍ଶାଇଲା। କିନ୍ତୁ ପିଲା କହିଲେ ଏଟା ଉଭୟ ଲିଙ୍ଗ, ଲୋକ କହିଲେ ଏଟା ଉଭୟ ଲିଙ୍ଗକୁ ବୁଝାଉଛି। ଲୋକ ଭିତରେ ପୁରୁଷ ଯିବେ, ସ୍ତ୍ରୀ ଯିବେ। ଯଦି ଆମେ ପୁରୁଷ ଲଗେଇଦେବା, ପୁରୁଷ ଲୋକ, ଏଟା ପୁଂଲିଙ୍ଗ। ସ୍ତ୍ରୀ ଲଗେଇଦେଲେ ସ୍ତ୍ରୀଲିଙ୍ଗ। ମାଇ, ଅଣ୍ଡିରା ଛୁଆ, ମାଇ ଛୁଆ, ଛୁଆଟା ହଉଛି ଉଭୟ ଲିଙ୍ଗ। ଅଣ୍ଡିରା ଛୁଆ ଲଗେଇଦେଲେ ପୁଂଲିଙ୍ଗ, ମାଇ ଛୁଆ ଲଗେଇଦେଲେ ଆମର ସ୍ତ୍ରୀଲିଙ୍ଗ। ପୁତ୍ର ସନ୍ତାନ, କନ୍ୟା ସନ୍ତାନ। ସନ୍ତାନ ଆମର ପୁଅ ହେଇପାରେ, ଝିଅ ବି ହୋଇପାରେ। ଯଦି ପୁତ୍ର ଲଗେଇଦେଲେ ପୁଂଲିଙ୍ଗ, ସ୍ତ୍ରୀ ଆମର କନ୍ୟା ଲଗେଇଦେଲେ ସ୍ତ୍ରୀଲିଙ୍ଗକୁ ବୁଝାଇଲେ। ଏଇଭଳି ଆମର ଉଭୟ ଲିଙ୍ଗ ବାଚକ ଶବ୍ଦ ଯୋଉ ଲୋକ, ପିଲା, ଛୁଆ, କୋଇଲି, ବାଛୁରୀ, କାଉ, ପଶୁ, ସନ୍ତାନ, ଯାତ୍ରୀ, ଏସବୁ କ୍ଷେତ୍ରରେ ଏସବୁ ଆମର ଉଭୟ ଲିଙ୍ଗ ବାଚକ ଶବ୍ଦ। ଏଠାରେ ପୁରୁଷ ସ୍ତ୍ରୀ ବି ହୋଇପାରେ। ତାହାର ପୂର୍ବରେ ଆମେ ଯଦି କୌଣସି ପୁରୁଷ ବାଚକ ଶବ୍ଦ ବା ସ୍ତ୍ରୀ ବାଚକ ଶବ୍ଦ ବ୍ୟବହାର କରିଦେବା, ତେବେ ତାଙ୍କର ଲିଙ୍ଗ ନିରୂପଣ ହୋଇପାରିବ। ଓକେ, ଏଠାରେ ଦେଖନ୍ତୁ କିଛି କିଛି ଆମର ଆଉ କିଛି ଶବ୍ଦ ଅଛି କେବଳ ଯାହାକି ଉଭୟ ଲିଙ୍ଗଜ ଶବ୍ଦ ପରେ କେବଳ ସ୍ତ୍ରୀ ବାଚକ ଶବ୍ଦ ଯୋଗ ଦ୍ଵାରା ଆମେ କହିବା। ନାରୀ କବି, କବି ଅଛି ଆମର, ନାରୀ ଲଗେଇ ନାରୀ କବି ହେଲା। ମହିଳା କର୍ମୀ ହେଲା, କର୍ମୀରେ। ସଭାନେତ୍ରୀ, ସଭାପତି ଶବ୍ଦର ସଭାନେତ୍ରୀ କରାଗଲେ ମଧ୍ୟ ସମ୍ପ୍ରତି ସଭାପତି ଶବ୍ଦ ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ ଅର୍ଥରେ ବ୍ୟବହୃତ କରାଯାଉଛି। ସଭାପତି ହଉ କି ରାଷ୍ଟ୍ରପତି ହଉ, ଆମର ରାଷ୍ଟ୍ରପତି ବି ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ କ୍ଷେତ୍ରରେ ସେମ ବ୍ୟବହାର ହୁଏ। ରାଷ୍ଟ୍ରପତ୍ନୀ କୋଉଠି ଲେଖାଯାଏ ନାହିଁ। ଆମର ପୂର୍ବତନ ରାଷ୍ଟ୍ରପତି ଥିଲେ କିଏ, ନା ଆମର ଥିଲେ ରାମନାଥ କୋବିନ୍ଦ। ଏବେ ଅଛନ୍ତି ରାଷ୍ଟ୍ରପତି କିଏ, ନା ଦ୍ରୌପଦୀ ମୁର୍ମୁ। ସେ ଜଣେ ପୁରୁଷ ଥିଲେ, ତାଙ୍କ କ୍ଷେତ୍ରରେ ମଧ୍ୟ ଲେଖାଯାଏ ରାଷ୍ଟ୍ରପତି। ଆମର ଏବେ ଦ୍ରୌପଦୀ ମୁର୍ମୁ ଅଛନ୍ତି, ତାଙ୍କ କ୍ଷେତ୍ରରେ ମଧ୍ୟ ଲେଖାଯାଏ ରାଷ୍ଟ୍ରପତି। ଏଟା ରାଷ୍ଟ୍ରପତିନି କିମ୍ବା ରାଷ୍ଟ୍ରପତି, ଆମର ପତ୍ନୀ କିମ୍ବା ମହିଳା ରାଷ୍ଟ୍ରପତି ବି ଲେଖାଯାଏନି, ଆମର ରାଷ୍ଟ୍ରପତି। ଏହା ଗୋଟେ ପଦକୁ ବୁଝାଉଛି, ଯୋଉ ପଦର ଆମର କୌଣସି ଲିଙ୍ଗ ନଥାଏ। ଯେପରି ଆମର ଆଜିର ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତି ଆସନ ଅଳଙ୍କୃତ କରୁଛନ୍ତି। ଏଠାରେ ଆମ ସଭାପତି ପଦ ୟୁଜ କରାଯାଇଛି। ଏଠାରେ ମଧ୍ୟ ଲେଖାଯାଇଛି ସମାଜ ସେବିକା ସୁଶ୍ରୀ ତୁଳସୀ ମୁଣ୍ଡା ସଭାପତି ପଦ ଗ୍ରହଣ କଲେ। ଏଠି ସଭାପତି ସୁଶ୍ରୀ ତୁଳସୀ ମୁଣ୍ଡାକୁ ଲକ୍ଷ୍ୟ କରି ଏଠି ଆମର ଆମେ କହିପାରିବା ଏଟା ହଉଛି ସ୍ତ୍ରୀଲିଙ୍ଗ। ବଟ୍ ଏଠାରେ ନବୀନ ପଟ୍ଟନାୟକ ଜଣେ ପୁରୁଷ ଲୋକ, ତେଣୁକରି ତାଙ୍କୁ ଯଦି ଲକ୍ଷ୍ୟ କରାଯାଇଛି, ଏହା ଲଗାଯାଇଛି ବା ୟୁଜ କରାଯାଇଛି ବା ବ୍ୟବହାର କରାଯାଇଛି, ତେଣୁକରି ଏହାକୁ ଆମେ କହିପାରିବା ସଭାପତିଟି ହଉଛି ଏଠାରେ ଆମର ପୁଂଲିଙ୍ଗ। ଏଇ ଯୋଉ ସଭାପତି ହଉ, ଆମର ମୁଖ୍ୟମନ୍ତ୍ରୀ ହଉ କି ରାଷ୍ଟ୍ରପତି ହଉ, ଏଇ ଶବ୍ଦ ଗୁଡିକ ଉଭୟ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ ଆକାରରେ ବ୍ୟବହୃତ ହୋଇପାରନ୍ତି। ଓକେ, ସେଇଭଳି ଆଉ କିଛି ଅଛି ଏକ୍ସାମ୍ପଲ ଯୋଉଟା କି ଆମେ ତାର ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ ଦେଇଛି। ଚଣ୍ଡ, ଚଣ୍ଡୀ, ଚନ୍ଦ୍ରମୁଖ, ଚନ୍ଦ୍ରମୁଖୀ, ବିମ୍ବୋଷ୍ଠୀ, ମାତୁଳ, ମାତୁଳି, କ୍ଷତ୍ରିୟ, କ୍ଷତ୍ରିୟା, ଶୂଦ୍ର, ଶୂଦ୍ରା, ଶୂଦ୍ରୀ, ଶୂଦ୍ରାଣୀ, ବିଶାଳ, ବିଶାଳୀ, ସୂର୍ଯ୍ୟ, ସୂର୍ଯ୍ୟା, ସୂରୀ। ବୁଝିପାରିଲେ? ତ
ଆମର ଯୋଉ 4ଟି ଲିଙ୍ଗ ରହିଲା, ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ, ଉଭୟଲିଙ୍ଗ ଆଉ କ୍ଳୀବଲିଙ୍ଗ, ସେ ଲିଙ୍ଗ ଗୁଡିକୁ କିପରି ଆମର ପୁଂଲିଙ୍ଗରୁ ସ୍ତ୍ରୀଲିଙ୍ଗକୁ ପରିଣତ କରିପାରିବା ସେ ବିଷୟରେ ମଧ୍ୟ ଜାଣିଲେ। ପ୍ରତ୍ୟୟ ଯୋଗରୁ, ଶବ୍ଦ ଯୋଗରୁ, ବିପରୀତ ଶବ୍ଦ ଯୋଗରୁ, ପ୍ରତ୍ୟୟ ହଉଛି ଆମର ଆ ପ୍ରତ୍ୟୟ, ଇ ପ୍ରତ୍ୟୟ, ତା ସହିତ ଆନି, ଉଣି, ଣି, ଆଣି, ଉଲି ଏସବୁ ପ୍ରତ୍ୟୟ ଲଗାଇ ଆମେ ନୂଆ ନୂଆ ସ୍ତ୍ରୀଲିଙ୍ଗ ଶବ୍ଦ ମଧ୍ୟ ନିରୂପଣ କରିପାରିବା। ଓକେ, ଶେଷରେ ଦେଖିବା ଆମର ସ୍ୱାଭାବିକ ସ୍ତ୍ରୀଲିଙ୍ଗ। ସ୍ୱାଭାବିକ ସ୍ତ୍ରୀଲିଙ୍ଗ କଣ? ନା ସ୍ୱାଭାବିକ ସ୍ତ୍ରୀଲିଙ୍ଗ ଶବ୍ଦ ହଉଛି ଏହା ସବୁବେଳେ କିଛି ଶବ୍ଦ ଥାଏ ଯାହାକି ସବୁବେଳେ ସ୍ତ୍ରୀଲିଙ୍ଗ ଆକାରରେ ବ୍ୟବହୃତ ହୁଏ। ସଂସ୍କୃତ ଭାଷାରେ କେତେକ ସ୍ତ୍ରୀଲିଙ୍ଗ ଶବ୍ଦ ଓଡିଆ ଭାଷାରେ ଅବିକଳ ବ୍ୟବହୃତ ହୋଇଥାଏ, ଏଗୁଡିକୁ ସ୍ୱାଭାବିକ ସ୍ତ୍ରୀଲିଙ୍ଗ କୁହନ୍ତି। ଲତା, ଶୋଭା, ଲଜ୍ଜା, କ୍ଷମା, ଦୟା, ଏ ଯୋଉ ଶବ୍ଦ ସବୁ ନମ୍ରତା, ଆଭା, ବିଭା ଏସବୁ ଶବ୍ଦ ସର୍ବଦା ସ୍ତ୍ରୀଲିଙ୍ଗ ରୂପେ ପରିଗଣିତ ହୋଇଥାଏ। ଲଜ୍ଜା ଯଦି ଆମର ଗୋଟେ କୋଶ୍ଚିନ୍ ଦେଇଥିବ ଲଜ୍ଜାଟେ କେଉଁ ଲିଙ୍ଗରେ ଯିବ? ପୁଂଲିଙ୍ଗ, ସ୍ତ୍ରୀଲିଙ୍ଗ ଅର୍ କ୍ଳୀବଲିଙ୍ଗ ଅର୍ ଉଭୟଲିଙ୍ଗ? ଆମେ ଭାବିବା ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ ତ ନୁହଁ, ଏଟା ହେଇଯିବ କ୍ଳୀବଲିଙ୍ଗ ବୋଧେ। ନା, ଲଜ୍ଜାଟା ଆମର ସବୁବେଳେ କ୍ଳୀବଲିଙ୍ଗରେ ହିଁ ଆମର ସ୍ତ୍ରୀଲିଙ୍ଗରେ ହିଁ ପରିଗଣିତ ହୁଏ। ଏହା ଏକ ସ୍ୱାଭାବିକ ସ୍ତ୍ରୀଲିଙ୍ଗ। ଲଜ୍ଜା ହଉ, କ୍ଷୁଧା ହଉ, ତୃଷ୍ଣା, ପ୍ରଭା, ଆଭା, ବିଭା ଏସବୁ ଆମର ସ୍ୱାଭାବିକ ସ୍ତ୍ରୀଲିଙ୍ଗରେ ଯାଏ। ତେଣୁକରି ଆଜି ଆଜି ଆମେ ଡିସ୍କସନ କଲେ ଏଇ କ୍ଲାସରେ ଓଡିଆ ବ୍ୟାକରଣର ଲିଙ୍ଗ ଭେଦ ଉପରେ, କେତେ ପ୍ରକାର ଲିଙ୍ଗ ଅଛି, ଲିଙ୍ଗକୁ ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗରେ କେମିତି କଣ ପରିବର୍ତ୍ତନ କରାଯାଏ ଏସବୁ ବିଷୟରେ ଡିସ୍କସନ କଲେ। ଆଶା ଆପଣମାନଙ୍କୁ ଏଇ ଭିଡିଓଟି ବହୁତ ଭଲ ଲାଗିଥିବ। ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ ଦିଅନ୍ତୁ, ଅନ୍ୟମାନଙ୍କ ପାଖରେ ସେୟାର କରି ପହଞ୍ଚାନ୍ତୁ। ସେମାନଙ୍କୁ ମଧ୍ୟ ଏଇ ଚ୍ୟାନେଲଟିକୁ ପରିଦର୍ଶନ କରି ଅନ୍ୟ ଭିଡିଓକୁ ଦେଖିବାକୁ ଉତ୍ସାହିତ କରନ୍ତୁ। ଆପଣମାନେ ଏହି ଭିଡିଓଟି ଦେଖୁଥିବାରୁ ମୋ ଚ୍ୟାନେଲକୁ ପରିଦର୍ଶନ କରିଥିବାରୁ, ଭିଜିଟ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।